ପୂଜା କରୁଛନ୍ତି। ଜଣେ ବ୍ରାହ୍ମଣ ଯଜମାନ କାର୍ଯ୍ୟରେ ଯିବ, ତେଣୁ ସେ ବ୍ରାହ୍ମଣୀକୁ ସବୁଦିନେ କହୁଛି ମୋତେ ଟିକେ ଜଳଖିଆ କ'ଣ ଦେଇଦେଲେ ମୁଁ ଟିକେ ଯିବି ଯଜମାନଙ୍କର କାର୍ଯ୍ୟ କରିବି। ଆଉ ବ୍ରାହ୍ମଣୀ କୁହେ ମୁଁ ଏପର୍ଯ୍ୟନ୍ତ କୃଷ୍ଣଙ୍କର ପୂଜା କରି ସାରିନି, ତମକୁ କ'ଣ ଖାଇବାକୁ ଦେବି? ତମେ ଯଜମାନଙ୍କ ଘରେ ଖାଇଦେବ, ମୁଁ ବର୍ତ୍ତମାନ ପୂଜା କରିବାକୁ ଯାଉଛି। ବ୍ରାହ୍ମଣୀ କହିବା ପରେ ବ୍ରାହ୍ମଣ ତାଙ୍କର ଯଜମାନଙ୍କ ଘରକୁ ଗଲେ। ସବୁଦିନେ ଯଦି ଉପାସ ରହିବେ 12ଟା ପର୍ଯ୍ୟନ୍ତ କିଛି ଖାଇବେନି, ଆଉ ପୂଜା ସଇଲେ ତ ଖାଇବେ। ତାଙ୍କୁ ରୋଗ ମାନେ ବହୁତ ବଡ଼ ରୋଗ ସୃଷ୍ଟି ହେଲା, ପେଟ ରୋଗ, ବହୁତ କଷ୍ଟ ପାଇଲେ। ସେଇ କୃଷ୍ଣଙ୍କୁ ସେ ପ୍ରାର୍ଥନା କରି କହିଲେ हे कृष्ण करुणा सिंधो दीनबंधो गोपपते गोपेश गोपिका कांतम राधा कांतम तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरि। जितेबले से देखिले जे ब्राह्मण लिखिले मो स्त्री कृष्ण को पूजा करिक मत भी खाया दो। कृष्ण पाखे भी जो कदली नड़िया से भोग करुँगी ताकू भी कृष्ण खाऊ ये खाली हुई पकई गोटे पानी बुले एमती से कृष्ण को प्रार्थना कले हे प्रभु जदि आपण प्रकृत यही फोटो भितर फोटो हेले भी यही फोटो भितर जदि मोर मो स्त्रीर मो पिला मानकर पूजा को जदि आपण ग्रहण करुचंदी ताले मो स्त्री को टिके दर्शन आपण सी तो भोग आपण को दौसी आपण टिके से भोग को ग्रहण करंतु मु टिके देखिकरी मो जीवन कृतार्थ। जेतेबेले ब्राह्मणी जेतेबेले भोग नैवेद्य अर्पण कला से आखि बुझिकी माने आखि बुझिकी नैवेद्य अर्पण कला। आखि बुझी साइला परे तो आखि खोलिब ये आखि खोलला बेलू देखला कृष्ण ठिया स्वयं कृष्ण त्रिभंगी छंदरे मुंडरे मयूर चूड़ आउ बेकर अनेक कथा कस्तूरी तिलक ललाट पटले वक्षस्थले कौस्तुभ नासाग्रे गजमोक्ति वेणु करे सर्वांगे हरिचंद कंठे समुक्ता रूपश्री परिवेशित यही रूप ठिया कृष्ण। ब्राह्मण मध्य यही मंत्र पढ़ी कृष्ण को आवाहन कर जेतेबेले ब्राह्मणी देखीदेला जे ता आगे ठिया गोटे गोटे माने अचिन्हा फटो को से पूजा करे से कि कृष्ण को कौन चिन्ही से कृष्ण का फटोटा को चिन्ही तेणु कृष्ण का फटोटा को देखिकी से कहला काले मो स्वामी मोर चरित्र को संदेह करिवे
ଯେ ତମେ ମୋ ନଥିଲା ବେଳେ ବୋଧେ ଏମିତିଆ ଗୋଟେ ଲୋକ ଆସୁଛି, ତୁମେ ତାଙ୍କୁ ଖାଇବା ପିଇବାକୁ ଦେଉଛ, ତେଣୁ ତମର ତାଙ୍କ ସହିତ ସମ୍ପର୍କ ଅଛି, କାଳେ ମୋତେ ଘରୁ ତଡ଼ିଦେବେ, ମୁଁ ବର୍ତ୍ତମାନ କୁଆଡ଼େ ଯିବି, ବାପ ଘରେ ମୋର ଆଉ କେହି ନାହାନ୍ତି, ମୁଁ କରିବି କ'ଣ? ଗୋଟେ ଛାଞ୍ଚୁଣି ପଡ଼ିଥିଲା, ଯେଉଁ ଘର ପହଁରା ଛାଞ୍ଚୁଣି, ସେ ଛାଞ୍ଚୁଣିକି ଧରିକିରି ସେ କୃଷ୍ଣକୁ ଗୋଡ଼େଇଲା, କହିଲା ତୁ ଗୋଟାଏ ମାନେ ବାହାର ଲୋକ, ତୁ ଆସି ମୋ ଘରେ ପଶିଲୁଣୁ, ତାମାନେ ଆମ ସ୍ୱାମୀ ସ୍ତ୍ରୀ ଭିତରେ କଜିଆ ନଗେଇବା ପାଇଁ ତୁ ଆଇଛୁ। ଯେତେବେଳେ କୃଷ୍ଣ ଅନ୍ତର୍ଧ୍ୟାନ ହେଇଗଲେ, ବ୍ରାହ୍ମଣ ସେତେବେଳେ ହସିଲା, କହିଲା ଆରେ ତୁ ଆଜିକି କେତେ ବର୍ଷ ହେଲା ମୋତେ ବିବାହ କଲୁଣୁ, ସକାଳୁ କୋଉ ଦିନ ଟିକେ ମୋତେ ଜଳଖିଆ ଦେଇଛୁ, ଚୂଡ଼ା ଟିକେ ହଉ, କଦଳୀ ଟିକେ ହଉ, ମୁଢ଼ି ଟିକେ ହଉ ଦେଇଛୁ ନା ନାଇଁ? ତୁ ମୋତେ କ'ଣ କହିଛୁ, ମୁଁ ଯଜମାନ ଘରେ ଖାଇବି? ମୁଁ କ'ଣ ପହଞ୍ଚୁ ପହଞ୍ଚୁ ଯଜମାନଙ୍କୁ ଯାଇ କହିବି, ଯଜମାନ ଆଉ ବାବୁ ମୁଁ ଆଉ କିଛି ଖାଇନି, ମୋତେ ଆଗେ ଟିକେ ଖାଇବାକୁ ଦିଅ, ତାପରେ ପୂଜା କରିବି? ଏ କଥା କ'ଣ ମୁଁ ତାକୁ କହିପାରିବି? ଯେଉଁଟା ନିର୍ଲଜ କଥା ନୁହେଁ। ଆଜି ମୋର ପେଟ ବେମାରୀ ବାହାରିଛି, ଇଏ ବେମାରୀ ପାଇଁ ଦାୟୀ ହଉଛୁ ତୁ। ତୁ ତ ମୋତେ ଖାଇବାକୁ ଦଉନୁ, ଆଉ କୃଷ୍ଣଙ୍କ ଫଟୋକୁ ଖାଇବାକୁ ଦଉଛୁ। ଯେତେବେଳେ ସ୍ୱୟଂ କୃଷ୍ଣ ଆସି ତୋ ପାଖରେ ପହଞ୍ଚିଲେ, ତାଙ୍କୁ ଛାଞ୍ଚୁଣି ଧରିକି ଗୋଡ଼ଉଛୁ ବାଡ଼େଇବା ପାଇଁ। ଇଏ କହିଲା କ'ଣ ହେଲା, ମୁଁ ଛାଞ୍ଚୁଣି ଧରି ଗୋଡ଼େଇଛି ନା? ତୁ ସେ ଯାହାକୁ ପୂଜା କରୁଛୁ ସେ ଫଟୋକୁ ଅନା, ଆଉ ସେ ମୂର୍ତ୍ତିକି ଅନା, ସେ ଦି ଜଣ ଯାକ ଏକ ନା ଭିନ୍ନ ଭିନ୍ନ ଟିକେ ଲକ୍ଷ୍ୟ କଲୁ ନା? ଦି ଜଣ ଏକ, ଏ ବି କୃଷ୍ଣ ସେ ବି କୃଷ୍ଣ, କିନ୍ତୁ ତୁ ଗୋଟିଏ କୃଷ୍ଣକୁ ଖାଇବାକୁ ନ ଦେଇ ଆଉ ଗୋଟିଏ କୃଷ୍ଣକୁ ପହଁରା ଧରି ଗୋଡ଼ଉଛୁ ବାଡ଼େଇବା ପାଇଁ। ତୋ ପାଖରେ ଆଉ ଗୋଟିଏ କୃଷ୍ଣ ଅଛନ୍ତି, ତୋର ସ୍ୱାମୀ। ମୁଁ ଯଦିଓ କୃଷ୍ଣ ନୁହେଁ, କିନ୍ତୁ ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ପ୍ରାୟ। ତୁ ମୋତେ ଖାଇବାକୁ ଦଉନୁ କି କୃଷ୍ଣକୁ ଦଉନୁ, ସେ ଫଟୋକୁ ଦେଖେଇକିରି ନିଜେ କ'ଣ ତାକୁ ଖାଉଛୁ ସବୁବେଳେ, ପୁଣି ଖାଉଛୁ ଯେ ଅସମୟରେ ଖାଉଛୁ, ତା ଦ୍ୱାରା ତୁ ବେମାରୀ ହବୁ, ମୁଁ ବି ବେମାରୀ ହେବି। ତେଣୁ ସଜ୍ଜନ ସବୁବେଳେ, ଇଏ ମଣିଷର ସ୍ୱଭାବ, ଯିଏ ଖାଆନ୍ତି ତାକୁ ଦିଅନ୍ତିନି। ଯାହାର ଲୁଗା ଖଣ୍ଡେ ଚିରି ଯାଇଛି ତାକୁ ପିନ୍ଧିବା ପାଇଁ ଲୁଗା ଖଣ୍ଡେ ଆମେ ଦେଇପାରିବୁନି। ଆମେ ଯଦି ଗୋଟେ ବାହାଘର କରିବାକୁ ଯାଇଥିଲୁ, ଲୁଗା ଗାମୁଛା ଶାଢ଼ୀ ସବୁ କିଣିକିରି ଫେରିଲୁ, ବାଟରେ ଗୋଟେ ଛିଣ୍ଡା କନା ବା ଛିଣ୍ଡା କପଡ଼ା ପିନ୍ଧିଥିବା ଲୋକ ଟିକେ ଦେଖିଲୁ, ତାକୁ କ'ଣ ଡାକିକିରି ଖଣ୍ଡେ ଗାମୁଛା ତାକୁ ଦେଇଛୁ? ବାବୁ ନିଅ ଏ ଗାମୁଛାଟା ପିନ୍ଧ। ତେଣୁ ଆମେ ଜୀବନରେ ଏତେ ଭୁଲ ବାଟରେ ଯାଉଛୁ। ଆପଣ ଦେଖିବେ, ଗୋଟିଏ କଥା ମୁଁ ଆପଣଙ୍କୁ ଏଠି କହିଦେଉଛି। ଏଠି କ'ଣ ସେ ଜଣେ ଆମର ତାଙ୍କର 14 ଦିନ ବୋଲି କହୁଛନ୍ତି, ଯେ ଯାହା ହଉ ଲୋକ ମରିଯିବେ, ତାଙ୍କ ପାଇଁ ବ୍ରାହ୍ମଣ ଭୋଜନ ହବ, ଜ୍ଞାତି ବନ୍ଧୁ କୁଟୁମ୍ବ ଖାଇବେ, ଚାନ୍ଦୁଆ ଟଙ୍ଗା ହବ, ଖାଇବା ପିଇବାରେ ଭାସିବ ଗାଁ। କିନ୍ତୁ ସେ କଥା ସବୁ ସଇଲା ପରେ
ସବୁ ବସିକିରି ଆଙ୍ଗୁଠି ଗଣିବେ, ଜ୍ୟୋତିଷ ଗଣିବେ କି ବ୍ରାହ୍ମଣ ଗଣିବେ, ଗଣି ଗଣିକିରି କହିବେ ତୋର ପୁଷ୍କରା ଲାଗିଛି। ସିଏ ପୁଣି 3 ପାଦ ପୁଷ୍କରା, ସିଏ ପୁଷ୍କରାକୁ ଯଦି ନ ଛଡ଼େଇବୁ ପୁଣି ଗୋଟା ମୁଣ୍ଡ ଯିବ। ତେଣୁ ଆପଣ ମାନେ ଗୃହ ଲୋକଟି କ'ଣ କରିବ, ପୁଣି ଆଉ ଗୋଟାଏ ଗୁଣ୍ଠ କି 2 ଗୁଣ୍ଠ ଜମି ବିକ୍ରି କରି ପୁଷ୍କରା ଛଡ଼େଇବ। ପୁଷ୍କରା ଛଡ଼େଇବ, କିନ୍ତୁ ଗୀତା ପଢ଼ିବା କି କୌଣସି ସାଧୁ ସନ୍ତଙ୍କୁ ସେବା କରିବା, କୌଣସି ରୋଗୀଙ୍କୁ ସେବା କରିବା, ଇଏ ସବୁ କଥା ହବ। ଆମେ ପୁଷ୍କରା ଛଡ଼େଇବୁ 5,000 ଟଙ୍କା ପୁରାତରେ। ସେଇ କଥାଟା ଯେତେବେଳେ ଆମେ ସବୁ କହୁ ଟିକେ ମାନେ ମନ ଉଣା କରନ୍ତି ଆଉ, ବଳିଆ ଭାଇ ଏମିତି ସବୁ କହୁଛନ୍ତି ଆଉ। ତେଣୁ ବିଶ୍ୱାସ କର, ପ୍ରଭୁଙ୍କୁ ବିଶ୍ୱାସ କର, ଗୁରୁଙ୍କୁ ବିଶ୍ୱାସ କର। हे गुरु मुक्ति ना ମନେ ପଡୁଛି ବେଶୀ ଦିନ କଥା ନୁହେଁ, ତଥାପି 5-7 ବର୍ଷ ଖଣ୍ଡେ ହେଇଗଲା। ମୁଁ ନୈମିଷିଆ ଦର୍ଶନକୁ ଯାଇଥିଲି। ଦର୍ଶନ ସାରି ଫେରୁଛି, ଜଣେ ବୃଦ୍ଧ କହିଲେ ତାକୁ 70-72 କି 75 ହେବ, ଏମିତିଆ ବୟସ। ସେ ତାଙ୍କ ନାତି କିମ୍ବା ନାତୁଣୀ ତାକୁ ସାଇକେଲରେ ବସିକିରି ତା ସ୍କୁଲକୁ ଛାଡ଼ିବାକୁ ଯାଉଛୁ। ଆମେ ଆମ ଗାଡ଼ିରେ ଯାଉଛୁ। ମେଘ ପକେଇଲା, ସେ ମେଘ ପାଇଁ ତା ପାଖରେ ମଧ୍ୟ ଛତା ନାହିଁ। ମୁଁ ଗାଡ଼ି ଟିକେ ଅଟକେଇଲି, ମୁଁ ଗାଡ଼ିକି ଅଟକେଇକିରି ସେ ବାବୁଙ୍କୁ ଡାକିଲି, ବାବୁ କୁଆଡ଼େ ଯାଉଛ? ନା ନାତୁଣୀକି ଛାଡ଼ିବାକୁ ଯାଉଛି ସ୍କୁଲ। କହିଲି ତୁମେ ଜାଣିଛ ବର୍ଷା ଦିନ ଛତା କାହିଁ ଆଣିଲନି? ନା ଛତା ତ ବାବୁ ନାହିଁ, ଆଉ ଆଣିବି କ'ଣ? ଓହୋ, ଆଉ ଏମିତିଆ ଗୋଟେ ଲୁଗା ପିନ୍ଧିକିରି ତୁମେ ଯାଉଛ ସ୍କୁଲକୁ, ମାନେ ଛୁଆକୁ ଛାଡ଼ିବା ପାଇଁ? ଲୋକ ଦେଖିଲେ ହସିବେନି? ଆଉ ହସିଲେ ହସିବେ, ମୋ ପାଖରେ ତ ନାହିଁ। ମୋ କାନ୍ଧରେ ଯେଉଁ ଲୁଗାଟି ପଡ଼ିଥିଲା ମୁଁ ତାଙ୍କୁ ଦେଇଦେଲି, ତାଙ୍କ କାନ୍ଧରେ ପକେଇଦେଲି। ସିଏ ମାନେ ଅତି ବ୍ୟସ୍ତ ହେଇ ଆଜ୍ଞା ମୋତେ କ'ଣ ଦେଉଛନ୍ତି ମୋର? ବୋଲି ଶୁଣ, ଆପଣଙ୍କୁ ମୁଁ ଦଉନି, ମୋ ଭିତରେ ଯେଉଁ ଶକ୍ତି, এই নৈমিষ্যা অরণ্য ভিতরে ଯେଉଁ ଶକ୍ତି, ଦିବ୍ୟ ଶକ୍ତି ଏଠି ଘୁରି ବୁଲୁଛି, ସେଇ ଦିବ୍ୟ ଶକ୍ତି ମୋତେ ପ୍ରେରଣା ଦେଉଛି ଆପଣଙ୍କୁ ଇଏ ଲୁଗାଟା ଦେବି, ଆପଣ ପିନ୍ଧିବେ। ତେଣୁ ସଜ୍ଜନ ତାର ଛଳ ଛଳ ଆଖି ଏବଂ ମୋ ମୁଣ୍ଡକୁ ଟିକେ ଆଉଁସି ଦେଇଥିଲା।
ମୋର ଆଜି ପର୍ଯ୍ୟନ୍ତ ମନେ ଅଛି ଯେ ଜୀବନରେ ଏମିତିଆ ଆଶୀର୍ବାଦ ମୁଁ କୋଉଠି ପାଇଛି 2-3 ଜାଗାରୁ ପାଇଛି। ଏତେ କଥା କହିବାକୁ ସମୟ ମୋ ପାଖରେ ନାହିଁ ଯେ 2-3 ଜଣଙ୍କ ପାଖରୁ ଏମିତିଆ ଆଶୀର୍ବାଦ ମୁଁ ପାଇଛି। ସେଇ ଆଶୀର୍ବାଦ ପାଇଁ ଆମେ ଆଜି ନିଜକୁ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛୁ, ଲୋକମାନଙ୍କୁ କିଛି କହୁଛୁ, ଲୋକ ବି କିଛି ମାନୁଛନ୍ତି। ମାନୁନାହାନ୍ତି ବୋଲି କଥା, ନ ମାନିଲେ ଜମା କେହି ମାନେ ବଳିଆ ପାଖକୁ ଆସିବେନି କି ମୋ ମୁହଁକୁ କେହି ଅନେଇବେନି। ତେଣୁ ମାନିଲେ ଠାକୁର, ନ ମାନିଲେ କୁକୁର। ଜୀବନରେ ଇଏ ଫଟୁରୁ ପୁଳାଏ ରଖି ପୂଜା କର ନା, ଗୁରୁଙ୍କୁ ପୂଜା କର। ଗୁରୁ କିଏ? माता गुरु पिता गुरु जय आड़ू कहीं अनौची मुझे देखुची मोर कौटी ताला मान जब भूल हो ट्रेनिंग नेबी तेणु अरे विभिन्न प्रकार स्वर बाहर कि भाव सृष्टि हम हौ से जा हो माता गुरु पिता गुरु जय जय कर्ण गुरु ज्ञान गुरु जय जय ठाकुर निगमानंद गाइले धनी बोलो मानी बोलो जय जय रोगी बोलो भोगी बोलो जय जय साधु बोलो सन्यास बोलो जय जय बाबाजी बोलो वैष्णव बोलो जय जय सिद्ध बोलो बद्ध बोलो जय जय शैव बोलो शाक्त बोलो जय जय तापर पुणी पढ़िले माता गुरु पिता गुरु जय जय ये जो कथाटी कहले सेठी सबु कथा रहा। तेणु जीवन रे जदि आसीची सुजोग हरावना बाबू यही सौभाग्य जीवन रे जदि केतेबेले एमतिया सुजोग आसे से सुजोग को केबे हाथ छड़ा करिबे ना। हजार काम थिले भी गुरुंको दर्शन करिवे जेते काम थिले भी गुरुजन मानकर सेवा निश्चित भाव में करिवे। आउ ये सब कथा आमे न करी आमे ये बाह्य कथा गुड़ा जो मातीचु एक कथा करो से कथा करो से कथा करो केईटा दिन आमे बंचबू जे एते कथा करी आमे जन्म हेलु जो मसीहा रे वर्तमान को मसीहा हला आमे केते दिन ये संसार रे बंची तेणु ता भीतर केते वर्ष गलानी आउ केईटा वर्ष आउ अछि सेतिकी सरीगले आमे भी जीवु पोड़ा हबु कि पोता हबु। तेणु सबु बेले जीवन को सजाग करी रख सुजोग को हाथ छड़ा करना
गुरु दर्शन जीवन रे गुरु निंदुक पितृमातृ निंदुक ये सब केबे भी हवा उचित नुहे। दुनिया रे धनी होउची सेई लोक जे नित्य इष्ट धर्म पाले धनाढ्य बोली ये सहे। आज एठी गोटे सत्संग होउची आपण माने आमे माने सब एकत्र होई बइचे। ये किसी प्रवचन सभा नुहे भागवत गीता आलोचना चक्र नुहे गोटे प्रार्थना परे गोटे सत्संग जो दीपद कथा आमे सुनिलु यहाँ ही अद्वैतामृत वर्षिणी ये गीता कहते यही कथा होची अमृत। ये अमृत वर्षा को आमे नहीं करी घर को जीवा एवं जीवन रे ये सब कथा को पालन करने सब बड़े चेष्टा करवा। आमे आउ कौन कहवा आर्तत्राण को प्रणाम जणई झाड़ेश्वर को प्रणाम जणई आपण मानकर सर्वादौ मंगल हो यही कामना आमे करवा। ये बाबू मते कौन गोटे कौन मोर कौन मना कर गोटे फिजियोथेरापी मोर कौन है मु भी जानी किंतु तो समस्ते कहले फिजियोथेरापी आमर आश्रम गोटे पुणी गोटे आउ कौटे एमती सब एथि भी है से बाबू बस देखु जीवन में जदि आसी सुजोग से 4 वर्ष 5 वर्ष पूर्वर भावुंट मुझे बलिया को देखी टिके कथा शुणी कि मुझे जो सेवा दौची मुझे सेवा देवी से भाविते भाविते कृष्ण जदि कृपा करे जदि आमे यही भावना थिबा कृपा निश्चित भाव में मिल से सुजोगटा आज आसो बोली से कौन जानी जिते जानिले से सुजोग को से हाथ छड़ा करना सेमती जीवन रे भल काम करने भल कथा शुणा जीवन रे केतेबेले सुजोग को हरइबे नहीं। यही आर्तत्राण मंदिर इति जो बाबू माने बही अनेक जानी मत अनेक भूली जीवे खाली मने रखि बलिया बाबा किंतु भूली जीवे अनेक आपण मानकर संबलपुर से कौ छकटा से छकरू ये जो गुमाडेरा पर्यंत एड़िकी गाढ़